ଆରେ କ'ଣ ହେଲା? କାହିଁ ଡାକୁଛୁ? ମୁଣ୍ଡରେ ହାତ ଦେଇ ବସିବିନି ତ କ'ଣ କରିବି? କେତେ ପଇସା? ମୁଁ ଆଜି 500 ଟଙ୍କା ଦେଇଥିଲି। ବେଗ ପୁରିନି। 3-4ଟା ଜିନିଷରେ ବେଗ ଫୁଲ୍। ପରିବା ରେଟ୍ କେତେ ହେଲାଣି? କ'ଣ ଖାଇବୁ? ଆଳୁ କିଲୋ 40 ଟଙ୍କା, ବାଇଗଣ କିଲୋ 60 ଟଙ୍କା, ଟମାଟର କିଲୋ 80 ଟଙ୍କା, ଜହ୍ନି ଗୋଟା ପରିବା ପୁଣି ଜହ୍ନି କିଲୋ ହେଉଛି 60 ଟଙ୍କା। 3-4ଟା ପରିବା ଆଣିଛନ୍ତି ବା 3-4 ପ୍ରକାର। ବେଗ ଫୁଲ୍ ହେଇନି, 500 ଟଙ୍କା ଫୁସ୍। କ'ଣ ଏବେ ଖାଇବୁ? କ'ଣ କରିବୁ? ମୁଣ୍ଡରେ ହାତ ଦେଇ ବସିବୁ। କ'ଣ କରିବୁ? ଭାବିଥିଲୁ ଇଲେକ୍ସନ୍ ପରେ ଶସ୍ତା ହେବ। ଶସ୍ତା ନା ଆଉ କ'ଣ? କିଛି ନୁହଁ। ଯେତେ ରୋଜଗାର କଲେ କିଛି ନାହିଁ, ସେଇ ନିଅଣ୍ଟିଆ। କ'ଣ କରିବୁ ଏବେ? ଖାଇବାକୁ ମିଳିଲେ ସିନା ହେବ। ସବୁ ତ ଦୁନିଆ ରେଟ୍ ବଢ଼ିକା ଗଲାଣି। ଆଉ ଖାଇବୁ କ'ଣ? ଗୋଟିଏ ଥରକରେ ବେଗ ଦେଇ ପଠେଇଲେ, ଟଙ୍କା 500ରେ ବେଗ ପୁରୁନି। ଆଉ କୁଆଡ଼େ ପୋଲିସ ରେଡ଼ ପକାଉଛନ୍ତି 1 ନମ୍ବର ହାଟରେ। ହେଲେ ଏଇ ଆମ ଛକରେ ଦେଖ, ଏଇ ଯେଉଁ 2-4ଟା ଦୋକାନୀ ଅଛନ୍ତି, ତାଙ୍କରି କତିରେ ହେଲେ ରେଡ଼ ପକାନ୍ତା। କ'ଣ କରିବୁ? ଏଇ ଦର ଅଦରରେ ମଣିଷ ମରୁଛି।